ଆଜିର ପ୍ରସଙ୍ଗ ଦେଶର ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରୁଛି ଜିଏସ୍ଟି। ଆଲେଖ୍ୟ ତପନ କୁମାର ମହାରଣା, ଉପସ୍ଥାପନାରେ ମୁଁ ଆଶୁତୋଷ ପତି। ଦେଶରେ ଦ୍ରବ୍ୟ ଓ ସେବାକର ଜିଏସ୍ଟି କାର୍ଯ୍ୟକାରୀ ହେବାର ଗତକାଲି 8 ବର୍ଷ ପୂରଣ ହୋଇଛି। ଆର୍ଥିକ ଏକୀକରଣ ଉଦ୍ଦେଶ୍ୟ ନେଇ 2017 ଜୁଲାଇ 1ରେ ଦେଶରେ ଜିଏସ୍ଟି ଆଇନ କାର୍ଯ୍ୟକାରୀ ହୋଇଥିଲା। ପରୋକ୍ଷ ଟିକସ ବ୍ୟବସ୍ଥାକୁ ଏହା ଏକକ, ସମନ୍ୱିତ ଏବଂ ସୁବ୍ୟବସ୍ଥିତ କରିପାରିଛି। ଟିକସ ପ୍ରକ୍ରିୟା ସହଜ ହେବା ସହିତ ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକର ଖର୍ଚ୍ଚ ହ୍ରାସ ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜିଏସ୍ଟିକୁ ନବଭାରତର ଏକ ଯୁଗାନ୍ତକାରୀ ଆଇନ ଭାବରେ ବର୍ଣ୍ଣନା କରିଛନ୍ତି। ବିଗତ 8 ବର୍ଷ ମଧ୍ୟରେ ଜିଏସ୍ଟି ଦ୍ୱାରା ଅନେକ ଉପଲବ୍ଧି ହାସଲ ହୋଇଛି। ଗତ ଆର୍ଥିକ ବର୍ଷରେ ମୋଟ ଜିଏସ୍ଟି ସଂଗ୍ରହ ରେକର୍ଡ ପରିମାଣ 22,80,000 କୋଟି ଟଙ୍କାରୁ ଅଧିକ ହୋଇଛି। ପୂର୍ବବର୍ଷ ତୁଳନାରେ ଏହା 9.4% ଅଧିକ। ଏହି ବର୍ଷ ହାରାହାରି ମାସିକ ଜିଏସ୍ଟି ସଂଗ୍ରହ 1,84,000 କୋଟିରୁ ଅଧିକ ରହିଥିଲା। ତୁଳନାତ୍ମକ ଭାବରେ ଲକ୍ଷ୍ୟ କଲେ ପ୍ରତ୍ୟେକ ବର୍ଷ ଜିଏସ୍ଟି ସଂଗ୍ରହ ବୃଦ୍ଧି ପାଇଛି। 2020-21ରେ 11,37,000 କୋଟି ଟଙ୍କା, 2021-22ରେ 18,08,000 କୋଟି ଟଙ୍କା, ଏହା ପରବର୍ଷ ସମପରିମାଣ ଏବଂ 2023-24ରେ 20,18,000 କୋଟି ଟଙ୍କାର ଜିଏସ୍ଟି ସଂଗ୍ରହ କରାଯାଇଥିଲା। ଦେଶରେ ଆର୍ଥିକ କାରବାରରେ ନିରନ୍ତର ଅଭିବୃଦ୍ଧିକୁ ଏହା ପ୍ରତିଫଳିତ କରୁଛି। ଜିଏସ୍ଟି ସକ୍ରିୟ କରଦାତାଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି। ଗତ ଏପ୍ରିଲ ଶେଷ ସୁଦ୍ଧା 1,51,00,000ରୁ ଅଧିକ ସକ୍ରିୟ ଜିଏସ୍ଟି କରଦାତା ପଞ୍ଜୀକୃତ ହୋଇଛନ୍ତି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ପ୍ରତିନିଧି ଜିଏସ୍ଟି ପରିଷଦ ମାଧ୍ୟମରେ ଦେଶରେ ଟିକସ ଦର ନିର୍ଦ୍ଧାରଣ କରିଥାନ୍ତି। ବିଭିନ୍ନ ଦ୍ରବ୍ୟ ଏବଂ ସେବା ପାଇଁ 5, 12, 18 ଏବଂ 28% ହାରରେ ଜିଏସ୍ଟି ଲାଗୁ ହୋଇଛି। ଏହାଦ୍ୱାରା ଏକ ରାଷ୍ଟ୍ର ଏକ ଟିକସ ସଂକଳ୍ପ ସାକାର ହୋଇଛି। ବହିର୍ଶୁଳ୍କ, ସେବା ଶୁଳ୍କ, ଭାଟ୍ ଏବଂ ଜଟିଳ ଶୁଳ୍କ ପରିବର୍ତ୍ତେ ଏକୀକରଣ ଟିକସ ବ୍ୟବସ୍ଥା ଜିଏସ୍ଟିକୁ କାର୍ଯ୍ୟକାରୀ କରାଯାଉଛି। ଆନ୍ତର୍ଦେଶୀୟ କାରବାର ପାଇଁ କେନ୍ଦ୍ରୀୟ ଜିଏସ୍ଟି ଏବଂ ରାଜ୍ୟ ଜିଏସ୍ଟି ଲାଗୁ ହୋଇଛି। ରାଜ୍ୟ ରାଜ୍ୟ ମଧ୍ୟରେ କାରବାର ପାଇଁ ଏକୀକୃତ ଜିଏସ୍ଟି ବା ଆଇଜିଏସ୍ଟି ବ୍ୟବସ୍ଥା ଲାଗୁ ହୋଇଛି। ସେହିପରି ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ବ୍ୟବସ୍ଥା ଟିକସ ଉପରେ ଅତିରିକ୍ତ ଟିକସ ବୋଝକୁ ହ୍ରାସ କରିଛି। କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଟିକସ ଛାଡ଼ ସୀମା ଧାର୍ଯ୍ୟ ହୋଇଛି। ଏକୀକୃତ ଯୋଜନା, ଅନଲାଇନ୍ ବ୍ୟବସ୍ଥା ଏବଂ କ୍ଷେତ୍ର ଆଧାରିତ ଟିକସ ଛାଡ଼ ପଦକ୍ଷେପ ଜିଏସ୍ଟିକୁ ଅଧିକ ଅନୁକୂଳ କରିପାରିଛି। ଏମ୍ଏସ୍ଏମ୍ଇ କ୍ଷେତ୍ରଗୁଡ଼ିକ ପାଇଁ ଜିଏସ୍ଟି ଅଧିକ ସହାୟକ ହୋଇପାରିଛି। କ୍ଷୁଦ୍ର ବ୍ୟବସାୟୀ ଏବଂ ଉତ୍ପାଦନକାରୀଙ୍କ ପାଇଁ ବସ୍ତୁଗୁଡ଼ିକର ବାର୍ଷିକ ଟିକସ ଛାଡ଼ ସୀମା 40 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏକୀକୃତ ଯୋଜନା ଅଧୀନରେ ବାର୍ଷିକ 50 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସେବା ଏବଂ 1.5 କୋଟି ଟଙ୍କା ପର୍ଯ୍ୟନ୍ତ ବସ୍ତୁ କାରବାର ପାଇଁ ନିର୍ଦ୍ଧାରିତ ହାରରେ ଟିକସ ଲାଗୁ କରାଯାଇଛି। ଜିଏସ୍ଟି ଋଣ ଉପଲବ୍ଧତା ପାଇଁ ମଧ୍ୟ ମାର୍ଗ ଉନ୍ମୁକ୍ତ ହୋଇଛି। ବହୁସ୍ତରୀୟ ଟିକସ ବ୍ୟବସ୍ଥା ଉଚ୍ଛେଦ ହେବା ଦ୍ୱାରା ଅତ୍ୟାବଶ୍ୟକ ସାମଗ୍ରୀ ଦର ହ୍ରାସ ପାଇଛି। ଏହାର ସୁଫଳ ସିଧାସଳଖ ଉପଭୋକ୍ତା ପାଉଛନ୍ତି। ଡାଲି, ତୈଳବୀଜ, ଚିନି, ଜଳଖିଆ ଏବଂ ମିଠା ଉପରେ କମ୍ ଟିକସ ଲାଗୁ ହୋଇଛି। ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟରେ ହେଉଥିବା ଖର୍ଚ୍ଚ ଜିଏସ୍ଟି ଦ୍ୱାରା 4%କୁ ହ୍ରାସ ପାଇଛି। ଦେଶରେ ଲଜିଷ୍ଟିକ୍ ଶିଳ୍ପ କ୍ଷେତ୍ରରେ ଜିଏସ୍ଟି ଦ୍ୱାରା ବ୍ୟାପକ ପରିବର୍ତ୍ତନ ଘଟିଛି। ବସ୍ତୁବାହୀ ଯାନଗୁଡ଼ିକ ଆନ୍ତଃରାଜ୍ୟ ସୀମା ମଧ୍ୟରେ ଅଧିକ ଦ୍ରୁତ ଏବଂ ମୁକ୍ତ ଭାବରେ ଚଳାଚଳ କରିପାରୁଛି। ଏକ ଆକଳନ ଅନୁଯାୟୀ ବସ୍ତୁ ପରିବହନ ସମୟରେ 33%ରୁ ଅଧିକ ସୁଧାର ଆସିପାରିଛି। ଇ-ୱେ ବିଲ୍ ପ୍ରଚଳନ ଦ୍ୱାରା ବସ୍ତୁ ପରିବହନ ଉପରେ ନଜର ରଖାଯିବା ସହ ଟିକସ ଫାଙ୍କିକୁ ରୋକାଯାଇପାରିଛି। ରିଏଲ୍ ଇଷ୍ଟେଟ୍ କ୍ଷେତ୍ରରେ ଦର ରିହାତି ମଧ୍ୟ ପ୍ରଦାନ କରାଯାଇପାରିଛି। ଇ-ଇନଭଏସ୍, ସବୁଜ ପରିବହନକୁ ପ୍ରୋତ୍ସାହନ, QRMP ଯୋଜନାର ଶୁଭାରମ୍ଭ, ଜିଏସ୍ଟି ଦର ସରଳୀକରଣ, ଜିନ୍ ଥେରାପି ପାଇଁ ସମ୍ପୂର୍ଣ୍ଣ ଜିଏସ୍ଟି ଛାଡ଼, ଭାଉଚର ପାଇଁ ଜିଏସ୍ଟି ସ୍ପଷ୍ଟୀକରଣ ଆଦି ବିଭିନ୍ନ ପଦକ୍ଷେପ ଉଭୟ ବ୍ୟବସାୟୀ ଏବଂ ଉପଭୋକ୍ତାଙ୍କୁ ସହାୟତା ପ୍ରଦାନ କରିପାରୁଛି। ଦେଶର 85% ଲୋକ ଜିଏସ୍ଟିକୁ ସମର୍ଥନ ପ୍ରଦାନ କରିଛନ୍ତି। ବିଭିନ୍ନ କ୍ଷେତ୍ର ଜିଏସ୍ଟି ଦ୍ୱାରା ସଶକ୍ତ ହୋଇପାରିଛି। ଦେଶର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ସଂସ୍କାର ମଧ୍ୟରେ ଜିଏସ୍ଟି ଅନ୍ୟତମ ଭାବେ ପରିଗଣିତ ହୋଇଛି। ନିକଟରେ ଡେଲଏଟ୍ ସଂସ୍ଥାର ରିପୋର୍ଟରେ ଜିଏସ୍ଟି ବ୍ୟବସ୍ଥାକୁ ଉଚ୍ଚ ପ୍ରଶଂସା କରାଯାଇଛି। ସମୟୋଚିତ ସଂସ୍କାର, ଟିକସଦାତାଙ୍କ ପାଇଁ ମାର୍ଗଦର୍ଶନ, ଜିଏସ୍ଟି ପୋର୍ଟାଲର ନିରନ୍ତର ବିକାଶ ପାଇଁ ଏହି ସଂସ୍ଥା ସରକାରଙ୍କୁ ଶ୍ରେୟ ପ୍ରଦାନ କରିଛି। ରାଜସ୍ୱ ସଂଗ୍ରହରେ ନିରନ୍ତର ଅଭିବୃଦ୍ଧି ଏବଂ 1.5 କୋଟିରୁ ଅଧିକ ସକ୍ରିୟ କରଦାତା ଜିଏସ୍ଟି ସଫଳତାକୁ ପ୍ରତିଫଳିତ କରୁଛି।